ପିଲାମାନେ ଆଜି ଆଲୋଚନା କରିବା ନଭେଲ, ଯେଉଁଟାକୁ ଆମେ ଉପନ୍ୟାସ ବୋଲି ମଧ୍ୟ କହିଥାଉ। ପିଲାମାନେ ମନେ ରଖ, ନଭେଲକୁ ଆଧୁନିକ ଯୁଗର ଗଦ୍ୟ ମହାକାବ୍ୟ ବୋଲି କୁହାଯାଇଥାଏ। କାହିଁକି? ଏଥିରେ ସେ ଯୁଗର ଯନ୍ତ୍ରଣା, ଜୀବନବୋଧର ଆଲେଖ୍ୟ ରୂପାୟିତ ହୋଇଥାଏ। ଏହାକୁ ସାମ୍ପ୍ରତିକ ଜୀବନର ମହାଭାଷ୍ୟ କୁହାଯାଇପାରେ। ସମୟ ଥିଲା ମନୁଷ୍ୟ ସରଳ ଓ ରଜ୍ଜୁ ଜୀବନଯାପନ କରୁଥିଲା, ମାନେ ସିମ୍ପଲ୍ ଲାଇଫ୍ ମେଣ୍ଟେନ୍ କରୁଥିଲା। ତା'ର ଜୀବନର ତାଳେ ତାଳେ କବିତାର ଛନ୍ଦାୟିତ ଲୀଳା ଓ କାବ୍ୟ ସୁନ୍ଦରୀର ନୂପୁର ଧ୍ୱନି ନିନାଦିତ ହେଉଥିଲା। ସମୟକ୍ରମେ ସାହିତ୍ୟର ରୂପାନ୍ତର ଘଟିଲା। ମନୁଷ୍ୟ ଛନ୍ଦମୟ ଅଭିବ୍ୟକ୍ତିର ମାଧ୍ୟମକୁ ପରିହାର କରି ଗଦ୍ୟମୟ ଅଭିବ୍ୟକ୍ତିକୁ ଅଧିକ ଶାଣିତ କଲା। ମନୁଷ୍ୟ ତା'ର ସାମଗ୍ରିକ ଜୀବନର ପରିଚର୍ଯ୍ୟା ପାଇଁ ନଭେଲକୁ ଆଦର ସହକାରେ ଗ୍ରହଣ କରିନେଲା। ମନୁଷ୍ୟର ଯାତ୍ରାପଥ ସୁଦୀର୍ଘ, ତା'ର ଜୀବନ ଦର୍ଶନ ଓ ଜୀବନ ଅନୁଭୂତି ବ୍ୟାପକ। ଏ ସମସ୍ତକୁ ଅବଲମ୍ବନ କରି ମନୁଷ୍ୟ ଯେଉଁ କଳାତ୍ମକ ସାରସ୍ୱତ ଗଦ୍ୟ କାବ୍ୟ ସୃଷ୍ଟି କଲା, ତାହାକୁ ଉପନ୍ୟାସ କୁହାଗଲା। ଏହି ପରିପ୍ରେକ୍ଷୀରେ ୱିଲିୟମ୍ ହେନରୀ ହଡସନ୍ କ'ଣ କହିଲେ? ଏ ନଭେଲ ଇଜ୍ ଏ ପର୍ସନାଲ, ଏ ଡାଇରେକ୍ଟ ଇମ୍ପ୍ରେସନ୍ ଅଫ୍ ଲାଇଫ୍। କାହିଁକି ସେ କଥା କହିଲେ? ନା, ମନୁଷ୍ୟର ଜୀବନର ଅନୁଭୂତି କେତେବେଳେ ଆନନ୍ଦ ତ କେତେବେଳେ ବିଷାଦମୟ ଥାଏ। ଏ ସବୁଥିରେ ସାଧାରଣତଃ ବାସ୍ତବତାର ସ୍ପର୍ଶ ଭରି ରହିଥାଏ। ଫଳରେ ନଭେଲ ଏକ ସାର୍ବଜନୀନ ସାରସ୍ୱତ ସୃଷ୍ଟି ରୂପେ ଆଜି ସାରା ପୃଥିବୀରେ ବିଦିତ। କିନ୍ତୁ 17th ସେଞ୍ଚୁରୀ ପର୍ଯ୍ୟନ୍ତ ନଭେଲ ଶବ୍ଦଟି କ୍ଷୁଦ୍ର ଗଳ୍ପକୁ ହିଁ ବୁଝାଉଥିଲା। ଏହି ଦୃଷ୍ଟିରୁ ବୋକାସିଓଙ୍କର ଯେଉଁ ଡେକାମେରନ୍ ଗୋଟେ ଇଟାଲୀ ନଭେଲା ପରି କ୍ଷୁଦ୍ର ଗଳ୍ପ ସଂକଳନକୁ ଉପନ୍ୟାସ ବୋଲି ଆଖ୍ୟା ଦିଆଯାଇଥିଲା। ନଭେଲାଟି ନଭେଲ ପରି ବଡ଼ ନୁହଁ। ନଭେଲଟା ବଡ଼ ସାଇଜ୍, ନଭେଲାଟା ହେଉଛି ଛୋଟ ସାଇଜ୍। ତା'ର କ୍ୟାରେକ୍ଟର ସୀମିତ, ଅଳ୍ପ 2-3ଟି କ୍ୟାରେକ୍ଟର ମଧ୍ୟରେ ନଭେଲାଟି ସୀମିତ। ନଭେଲର ସାନ ଭାଇ କହିଲେ ଅତ୍ୟୁକ୍ତି ହେବନି। ତାପରେ ଏଇ 17th ସେଞ୍ଚୁରୀ ବେଳକୁ ଉପନ୍ୟାସ ଏକ ନିର୍ଦ୍ଦିଷ୍ଟ ରୂପ ନେଇ ସାରିଥିଲା। କାହା ମାଧ୍ୟମରେ? ନଭେଲା ମାଧ୍ୟମରେ। ଏବଂ ଏହା ଛଡ଼ା ଦ ସଟର ଅକ୍ସଫୋର୍ଡ ଡିକ୍ସନାରୀ ତତ୍କାଳୀନ ଉପନ୍ୟାସର ସଂଜ୍ଞା ନିରୂପଣ କରି କହିଛନ୍ତି ଯେ ଏହା ଏକ କାଳ୍ପନିକ ବର୍ଣ୍ଣନାତ୍ମକ ଦୀର୍ଘ ରଚନା। ଏହାର ଚରିତ୍ର ଏବଂ କଥାବସ୍ତୁଟା ଆକ୍ସନ୍ ଆମେ କହୁଛେ, ବାସ୍ତବ ଜୀବନଧାରାର ପ୍ରତିନିଧିତ୍ୱ କରି ଏକ ଘଟଣାକ୍ରମରେ ଗଢ଼ି ଉଠିଥାଏ। କେଉଁଟା? ନଭେଲ। ତାପରେ 18th ସେଞ୍ଚୁରୀ ବେଳକୁ ହିଁ ଉପନ୍ୟାସର ଉଦ୍ଭବ ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। 1770 ବେଳକୁ ଇଂଲଣ୍ଡର ଉଚ୍ଚ ଶ୍ରେଣୀର ମହିଳାମାନେ, ଧନିକ ଶ୍ରେଣୀର ମହିଳାମାନେ ନଭେଲ ପଢ଼ିବା ପାଇଁ ତାଙ୍କର ଏକ ପ୍ରକାର ସଉକ ଥିଲା। 1920-30 ଯାଏ ଚଳଚ୍ଚିତ୍ର ପରି ନଭେଲ ନରନାରୀମାନଙ୍କର ଆନନ୍ଦ ଦାନର ଏକ ମୁଖ୍ୟ ମାଧ୍ୟମ ରୂପେ ବିବେଚିତ ହେଉଥିଲା। ଏପରିକି ନଭେଲର ଆଦୃତ ଦେଖି ମଡ଼ି କାଲକୁଲେଟିଂ ଲାଇବ୍ରେରିଜ୍ ନାମରେ ଏକ ସଂସ୍ଥା ମଧ୍ୟ ଗଢ଼ିଥିଲେ। କିଏ? ମଡ଼ି କାଲକୁଲେଟିଂ ଲାଇବ୍ରେରିଜ୍ ନାମରେ ଗୋଟେ ସଂସ୍ଥା ଗଢ଼ିଥିଲେ। କିନ୍ତୁ ତତ୍କାଳୀନ ବୁଦ୍ଧିଜୀବୀ ମହଲ ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ। ସେମାନଙ୍କ ମତରେ ନଭେଲ ପଢ଼ିବା ସମୟର ଅପଚୟ। ମାତ୍ର ଏଠାରେ ଲକ୍ଷ୍ୟ କରିବାର କଥା କେବଳ ଯେ ସେ ସମୟରେ ନୁହେଁ, କାଳେ କାଳେ ସାହିତ୍ୟ, ଲିଟରେଚର ଏପରି ବିଳମ୍ବିତ ହୋଇ ଆସିଛି। ଅତି ପ୍ରାଚୀନ କାଳରେ ପ୍ଲାଟୋ ମଧ୍ୟ ରିପବ୍ଲିକରେ ସମସ୍ତ କାଳ୍ପନିକ ସାହିତ୍ୟକୁ ସାହିତ୍ୟ ରୂପେ ସ୍ୱୀକୃତି ଦେଇନଥିଲେ। ଏଗୁଡ଼ିକୁ ସେ ଅନୁକରଣ ଭରା ଅପସାହିତ୍ୟ ବୋଲି ଆଖ୍ୟା ଦେଇଥିଲେ। ଫଳରେ ୟୁରୋପିଆନ ଯେଉଁ କଣ୍ଟ୍ରିମାନଙ୍କରେ ମଧ୍ୟ କିଛି ରକ୍ଷଣଶୀଳ ଗୋଷ୍ଠୀ ଉପନ୍ୟାସକୁ ସହଜରେ ସ୍ୱାଗତ କରିପାରୁନଥିଲେ। କିନ୍ତୁ କବିତାର ଅଭିବୃଦ୍ଧି ଦ୍ୱାରା ଉପନ୍ୟାସ ପାଇଁ ଏକ ନୂଆ ବାଟ ଫିଟିଲା। ଫଳରେ
ନଭେଲ ବା ଉପନ୍ୟାସ ବେଶ କେଇପାଦ ଆଗେଇ ଗଲା। କ୍ରମେ ଏହା ନିମ୍ନ ସ୍ତରର ସାହିତ୍ୟରେ ହଠାତ୍ ଏକ ସମ୍ମାନଜନକ ଆସନ ମଧ୍ୟ ଲାଭ କଲା। କିଏ? ନଭେଲ। ତେବେ ନଭେଲର ମୁଖ୍ୟ ଲକ୍ଷ୍ୟ ହେଲା ଆନନ୍ଦ ପ୍ରଦାନ କରିବା। ତେଣୁ ନଭେଲ ପଢ଼ିଲେ ଆମକୁ ବହୁତ ଖୁସି ଲାଗିଥାଏ ଏବଂ ଏହା ଆନନ୍ଦ ଦେଇଥାଏ। ତେଣୁ ହାଡ଼ି କ'ଣ କହିଲେ? ଥୋମାସ ହାଡ଼ି, ଦ ରିଏଲ୍ ଇଫ୍ ଅନଆଭଏଡ୍ purpose of fiction is to give pleasure by gratifying the love of the uncommon in human experience, mental or corporal। ତେଣୁ ଏଇ କଥା କହିଲେ କିଏ? ଥମାସ ହାଡ଼ି। ବସ୍ତୁତଃ ଆଜିର ନଭେଲ ମଧ୍ୟଯୁଗୀୟ ଶସ୍ତା ଅବାସ୍ତବ ପ୍ରେମ ପ୍ରଣୟ କିମ୍ବା ପଶୁ ପକ୍ଷୀକୁ କେନ୍ଦ୍ର କରି ରଚିତ ନ ହୋଇ ଅଧିକ ଜୀବନବାଦୀ ହୋଇପଡ଼ିଛି। ନଭେଲର ଇତିବୃତ୍ତି ଆଲୋଚନା କଲାବେଳେ ପୃଥିବୀର ପ୍ରଥମ ବିଧିବଦ୍ଧ ଉପନ୍ୟାସ ପାମେଲାର କଥା ମନେ ପଡ଼େ। ଏହାର ଲେଖକ କିଏ ଥିଲେ? ରିଚାର୍ଡସନ୍। ମୁଁ ଭିଡ଼ିଓରେ ଛାଡ଼ିଛି, 2-3 ତଳେ ଗୋଟେ ଭିଡ଼ିଓ ଛାଡ଼ିଥିଲି, ସେଥିରେ ଅଛି। ସେ ସମୟରେ ତତ୍କାଳୀନ ଇଂଲଣ୍ଡରେ ବହୁତ ଏଇଟା ଆଦୃତ ହୋଇଥିଲା। ଏହି ଆଦୃତ ସାହିତ୍ୟିକମାନଙ୍କୁ ଉପନ୍ୟାସ ରଚନା କରିବା ପାଇଁ ଯଥେଷ୍ଟ ପ୍ରେରଣା ଦେଇଥିଲା। ଫଳରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଧରଣର ନଭେଲ ବା ଉପନ୍ୟାସମାନ ରଚିତ ହେବାକୁ ଲାଗିଲା। ପରିଶେଷରେ ଏହା ଏତେ ଜନପ୍ରିୟ ହେଲା ଯେ କେହି କେହି ଏହାକୁ ପକେଟ୍ ଥିଏଟର ନାମରେ ଅଭିହିତ କରିବାକୁ ଲାଗିଲେ। ପିଲାମାନେ ଆଜି ଆଲୋଚନା କଲେ ନଭେଲ ଏବଂ ନଭେଲା। ପୁଣି ଦେଖା ହେବ ପରବର୍ତ୍ତୀ କ୍ଲାସ୍ରେ। ଆଜି ପାଇଁ ଏତିକି ରହୁଛି। ହାଭ୍ ଏ ଗୁଡ୍ ଡେ।